ଆଞ୍ଚଳିକ ପାଣିପାଗ ଖବରରୁ ମିଳୁଥିବା ସୂଚନା ଅନୁଯାୟୀ କାଲିଠୁ ପୁଣି ବର୍ଷା ସମ୍ଭାବନା। 24 ଓ 25ରେ ରାଜ୍ୟରେ ଛେଚିବ ବର୍ଷା। ତ ଖବରଟି ଦେବା ପୂର୍ବରୁ ଆପଣ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର କରି ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। କାଲିଠୁ ପୁଣି ବର୍ଷା ସମ୍ଭାବନା। 24 ଓ 25 ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସଦୃଶ ଲଘୁଚାପ ସକ୍ରିୟ ରହିଛି। ଏହି ଲଘୁଚାପ ପାଇଁ କାଲି ସୁଦ୍ଧା ତାମିଲନାଡୁ ଓ ଆନ୍ଧ୍ରା ନିକଟବର୍ତ୍ତୀ ହେବ, ଫଳରେ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଉପକୂଳରେ ବର୍ଷା ହେବ। ଏନେଇ ପାଣିପାଗ ବିଜ୍ଞାନ ଉମାଶଙ୍କର ଦାସ ଏକ୍ସରେ ସୂଚନା ଦେଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ନେଇ ବର୍ଷା ଆଶଙ୍କା ରହିଛି। ଦକ୍ଷିଣ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳରେ ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳରେ ଅଧିକ ବର୍ଷା ସମ୍ଭାବନା ରହିଛି। କାଲି 7 ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହେବ ମଧ୍ୟମ ଧରଣର ବର୍ଷା। ସେହିଭଳି 25 ଉତ୍ତର ଉପକୂଳରେ ହାଲୁକା ବର୍ଷା ସହ ପାଗ କୋହଲା ରହିବ। ଆଗାମୀ 3 ଦିନ ଭିତରେ 3 ଡିଗ୍ରୀ ଯାଏଁ କମିବ ତାପମାତ୍ରା। ବର୍ଷା ପାଇଁ ରାଜ୍ୟରେ ଶୀତ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ। ସେପଟେ ଅମଳ ସମୟରେ ଦାଉ ସାଧିଲା ଅଦିନିଆ ବର୍ଷା। ମଣ୍ଡିକୁ ନେବା ପୂର୍ବରୁ ବର୍ଷାରେ ଧୋଇଗଲା ହେକ୍ଟର ହେକ୍ଟର ଧାନ। ଗତ 3 ଦିନରେ ଲଗାଣ ବର୍ଷା ଏବେ ଏଭଳି ସ୍ଥିତି ଉପୁଜିଛି ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ। ଧାନ କାଟି ଚାଷୀ ବିଲରେ ରଖିଥିବା ବେଳେ ଅଦିନିଆ ବର୍ଷା ସବୁକିଛି ସର୍ବନାଶ କରିଦେଉଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଅଞ୍ଚଳ ବୁଲି ଦେଖୁଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଏନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ସେପଟେ ଓଦା ଧାନକୁ ନେଇ କେମିତି ମଣ୍ଡିକୁ ଯିବେ ଚାଷୀ, ତାକୁ ନେଇ ଚିନ୍ତାରେ। 2 ଦିନରେ ଅଦିନିଆ ବର୍ଷା କରିଦେଉଛି ସବୁକିଛି ଛାରଖାର। କେଉଁଠି ବିଲରେ ପଡ଼ିଥିବା ଧାନ ଉପରେ ପାଣି ବୋହୁଛି ତ ଆଉ କେଉଁଠି ଗଦା ଭିତରେ ଥିବା ଧାନ ଓଦା ହୋଇଯାଉଛି। ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ କହିଲେ କ୍ଷୟକ୍ଷତିରେ ଆକଳନ ନେଇ ମନ୍ତ୍ରୀ ବିଭୂତି ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ବିଭୂତି ଜେନା ଗ୍ରାଉଣ୍ଡରେ ସ୍ଥିତି ରଖୁଛନ୍ତି। ସମସ୍ତ ଜିଲ୍ଲାପାଳ ତଥା ଆରଡିସିଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦିଆଯାଉଛି। ଉଦାରତାର ସହ କ୍ଷୟକ୍ଷତି ରିପୋର୍ଟ କରିବା ପାଇଁ କୁହାଯାଇଛି। ରିପୋର୍ଟ ଆଧାରରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣ କ୍ଷୟକ୍ଷତି ପ୍ରଦାନ କରାଯିବ। ଉପକୂଳ ସହ ଦକ୍ଷିଣ ଓଡ଼ିଶାର ଅନେକ ଚାଷ ଜମି ଅଦିନିଆ ବର୍ଷାରେ ପ୍ରଭାବିତ ହେଉଛି। ଯେଭଳି ଚାଷୀ କ୍ଷତିରେ ନ ପଡ଼ିବେ ସେଥିପାଇଁ ଧ୍ୟାନ ଦିଆଯାଉଛି। ମନ୍ତ୍ରୀ ବିଭୂତି ଜେନା ଗଞ୍ଜାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଫସଲ ନଷ୍ଟ ହୋଇଛି। ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମିବା ଫଳରେ ପ୍ରଭାବିତ ହୋଇଛି ଅମଳ କାର୍ଯ୍ୟ।